ମୁଁ ଥରେ ଗୋଟେ କାହାଣୀ ଶୁଣିଥିଲି। ଥରେ ଗୋଟେ ସିଂହ ବହୁତ ବୁଢ଼ା ଆଉ ଦୁର୍ବଳ ହୋଇଯାଇଥିଲା। ସେଥିପାଇଁ ସେ ଶିକାର କରିବା ପାଇଁ ଯାଇପାରୁନଥିଲା। ତେଣୁ ସେ ତାର ଚତୁର ସାଥୀ ଶିଆଳ ସହ ମିଶି ଗୋଟେ ପ୍ଲାନ୍ କଲା। ଶିଆଳକୁ କହିଲା ଯେ ତୁ ମୋ ପାଇଁ ଗୋଟେ ଗଧକୁ ମୋ ପାଖକୁ ନେଇକି ଆସ। ଶିଆଳ ସେଉଠୁ ଗଧ ପାଖକୁ ଯାଇ କହିଲା ଯେ ଆମ ରାଜା ବହୁତ ଅସୁସ୍ଥ ଅଛନ୍ତି, ତେଣୁ ସେ ତୋତେ ରାଜା କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ତୋତେ ସିଂହ ପାଖକୁ ଯିବାକୁ ହେବ। ଗଧଟି ଖୁସିରେ ଫୁଲିଗଲା ଆଉ ଶିଆଳ କଥାକୁ ବିଶ୍ୱାସ କରି ସେ ସିଂହ ପାଖକୁ ଗଲା। ସିଂହ ଗଧକୁ ଦେଖି ତୁରନ୍ତ ଆକ୍ରମଣ କଲା, କିନ୍ତୁ ସିଂହ ବୁଢ଼ା ଆଉ ଦୁର୍ବଳ ଥିବାରୁ ଗଧକୁ ମାରିପାରିଲାନି। ଗଧ ତାର କଳେ ବଳେ କୌଶଳେ ଦୌଡ଼ି ପଳାଇଲା। ସିଂହ ରାଗରେ ଶିଆଳକୁ କହିଲା, ଜଲ୍ଦି ଯା, ପୁଣି ସେ ଗଧକୁ ନେଇକି ଆସିବୁ, ନହେଲେ ମୁଁ ତତେ ଖାଇଦେବି। ଶିଆଳ ପୁଣି ଥରେ ଗଧ ପାଖକୁ ଗଲା। ଗଧ ଶିଆଳକୁ ଦେଖି କହିଲା ଯେ ମୁଁ କ'ଣ ମୂର୍ଖ ଯେ ପୁଣି ସେ ସିଂହ ପାଖକୁ ଯିବି? ଶିଆଳ କହିଲା, ମୁଁ ଜାଣିଛି ତୋତେ ବହୁତ ଆଘାତ ହେଇଛି। ପ୍ରକୃତରେ ରାଜା ତୋତେ ମାରିବା ପାଇଁ ଚାହୁଁନଥିଲେ। ସେ ତ ତୋର ପରୀକ୍ଷା ନେଉଥିଲେ ଯେ ତୁ ରାଜା ହେବା ପାଇଁ ଯୋଗ୍ୟ କି ନୁହେଁ। ଆଉ ତୋର ପ୍ରତିକ୍ରିୟା ଦେଖି ରାଜା ବହୁତ ଖୁସି ହେଇଛନ୍ତି। ତୁ ଜଲ୍ଦି ଚାଲ, ନହେଲେ ସେ ଆଉ କାହାକୁ ରାଜା କରିଦେବେ। ଗଧ ପୁଣି ଥରେ ଶିଆଳର ମିଠା କଥାରେ ଭାସିଗଲା ଏବଂ ଲୋଭରେ ପଡ଼ି ପୁଣି ଥରେ ସିଂହ ପାଖକୁ ଗଲା। କିନ୍ତୁ ଏଥର ସିଂହ ସାବଧାନର ସହ ଗଧକୁ ତୁରନ୍ତ ମାରିଦେଲା। ମୋରାଲ ଅଫ୍ ଦ ଷ୍ଟୋରି, ମିଠା କଥା ଓ ପ୍ରଶଂସାରେ ଥରେ ଠକିବା ପରେ ପୁଣି ଥରେ ଠକିବା ହେଉଛି ବଡ଼ ମୂର୍ଖାମି। ଲୋଭ ଏବଂ ଗର୍ବ ସବୁବେଳେ ବିପଦ ଆଡ଼କୁ ଟାଣି ନିଏ। ଅନ୍ୟର ଉପଦେଶକୁ ବିଚାର ନ କରି ଗ୍ରହଣ କରିବା ଉଚିତ ନୁହେଁ। ଆଉ ଆପଣ ଏହି ଷ୍ଟୋରିରୁ କ'ଣ ଶିଖିଲେ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ।